108 ଥର ତାକୁ ମାନ୍ୟତା ଦିଆଯାଏ ଏବଂ 108 ଥର ଜପିବା ଯାହା 2 ଥର ରାମଙ୍କର ରାମ ରାମ ନାମ ଉଚ୍ଚାରଣ କଲେ ତାଠାରୁ ମଧ୍ୟ ଅଧିକ ପଡ଼ିକରେ ଯେମିତି ଅନେକ ଅଛି ଯେ ଜଣେ ପାପୀ ଶୁଦ୍ଧ ମନରେ ଆଉ ନିବେଶ କରି ମନକୁ ସମ୍ପୂର୍ଣ୍ଣ ଭାବରେ ଠାକୁରଙ୍କ ପାଖରେ ଢାଳି ଦେଇ ଯଦି ଥରେ ଉଚ୍ଚାରଣ କରିଦିଏ ଜୟ ଶ୍ରୀରାମ ଜୟ ପବନ ପୁତ୍ର ହନୁମାନ ତେବେ ତା ପାଖରୁ ଭୂତ ପ୍ରେତ ସମସ୍ତ ପ୍ରକାର ଦୁଃଖ ଦୁର୍ଦଶା ସମସ୍ତ ପ୍ରକାର କ୍ଲେଶ ସମସ୍ତ ପ୍ରକାର ବ୍ୟାଧି ସମସ୍ତ ପ୍ରକାର ଦାରିଦ୍ରତା ଦୂରୀ ହେଇଯାଇଥାଏ। ତେଣୁ ସେହି ପବିତ୍ର ଜନ୍ମଭୂମିର ଅଯୋଧ୍ୟା ନଗରୀ ଯୋଉଥିରେ ମୁଁ ଶ୍ରୀ ଆପଣମାନଙ୍କୁ ସମସ୍ତ ପ୍ରକାର ଯୋଉ ମାଟିର ସମାଧିସ୍ଥ ହେଉଥିଲେ ତାରି ପବିତ୍ର ଜଳ ଏଥିରେ ମିଶ୍ରଣ ହେଇ ସେଇ ଦାନରେ ଆପଣମାନଙ୍କୁ ଅର୍ଥନ ଦିଆଯାଉଛି। ତେଣୁ ଆପଣମାନେ ଏ ନିମନ୍ତ୍ରଣ ରକ୍ଷା କରନ୍ତୁ ଏବଂ ଜୀବନକାଳ ଭିତରେ ନିଶ୍ଚୟ ଥରେ ଜାଣନ୍ତୁ ଅଯୋଧ୍ୟାର ରାମଚନ୍ଦ୍ର ଯୋଉଥିରେ ପ୍ରାଣ ପ୍ରତିଷ୍ଠା ସେ ଆପଣଙ୍କୁ ନିମନ୍ତ୍ରଣ ପଠାଇଛନ୍ତି। ଆଗ କାଳରେ ଥିଲା ଗୋଆ ଏବଂ ଅରୁଆ ଚାଉଳ ଦେଇ ଆମେ ନିମନ୍ତ୍ରଣ କରୁଥିଲୁ ଏବଂ ପରେ ପାଶ୍ଚାତ୍ୟ ସଭ୍ୟତା ଆମକୁ ଚାଷ କଲା ଆମେ ବିଭିନ୍ନ ପ୍ରକାର କାଗଜ ପତ୍ରରେ ଲେଖିକି ଆମେ ଲୋକମାନଙ୍କୁ ଦେଲୁ। ବର୍ତ୍ତମାନ ମୋବାଇଲ ସାହାଯ୍ୟରେ ମଧ୍ୟ ପଠାଯାଉଛି କିନ୍ତୁ ରାମଚନ୍ଦ୍ର ମର୍ଯ୍ୟାଦା ପୁରୁଷ